मेघमाଳରେ शीघ्र आसुथिबा आम्भମାନଙ୍କ त्राणकर्ता प्रभु ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସ୍ୱର୍ଗର ପରମେଶ୍ୱର ଆଜି ମଧ୍ୟ ତାହାଙ୍କର ବାକ୍ୟରୁ କଥାବାର୍ତ୍ତା ହେବା ପାଇଁ, ତାହାଙ୍କର ଜୀବନ୍ତ ବାକ୍ୟକୁ ଧ୍ୟାନ କରିବା ପାଇଁ ଏହି ସୁନ୍ଦର ସୁଯୋଗ ସେ ଆମ୍ଭମାନଙ୍କୁ ଦେଇଅଛନ୍ତି। ସେଥିପାଇଁ ତାହାଙ୍କ ନାମର ଗୌରବ ହଉ। ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ପ୍ରଭୁଙ୍କ ବାକ୍ୟରୁ ଗୋଟେ ପଦ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 9 ଅଧ୍ୟାୟକୁ ଆସିବେ। ଯିଶାୟ 9 ଅଧ୍ୟାୟ 6 ପଦରେ ଏ ପ୍ରକାର ଲେଖାଯାଏ, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଏହି ସ୍ଥାନରେ ଆମେ ଦେଖୁ ଯେ ଯିଶାୟ ଭବିଷ୍ୟତ ବକ୍ତା ତାହାଙ୍କର ପୁସ୍ତକରେ ସେ ଏହା ଲିପିବଦ୍ଧ କରନ୍ତି ଏବଂ ସେ ଭବିଷ୍ୟତବାଣୀ କରି ସେ ଏହା କହନ୍ତି ଯେ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ସେହି ବାଳକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର ପ୍ରାୟ 740 ବର୍ଷ ପୂର୍ବେ ଯିଶାୟ ଭବିଷ୍ୟତ ବକ୍ତା ଏହି ଭବିଷ୍ୟତବାଣୀକୁ ସେ ଲେଖୁଛନ୍ତି। ଏହି ଭବିଷ୍ୟତବାଣୀ ସେ କରି ଏ ପ୍ରକାର କହୁଛନ୍ତି ଯେ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି। ଏହି 9 ଅଧ୍ୟାୟ ଯଦି 7 ଅଧ୍ୟାୟ ଆପଣ ପଢ଼ିବେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସବୁ କିଛି ତାହାଙ୍କର ଜନ୍ମ ପୂର୍ବରୁ କ'ଣ କରୁଛନ୍ତି, ପରମେଶ୍ୱର ତାହାଙ୍କର ମନୋନୀତ ଦାସ, ତାହାଙ୍କର ଅଭିଷିକ୍ତ ସେହି ଭବିଷ୍ୟତ ବକ୍ତା ଯେ କି ଯିଶାୟ ତାହାଙ୍କ ଦ୍ୱାରା ସେ ପ୍ରକାଶ କରୁଛନ୍ତି ଯେ ତାହାଙ୍କର ନାମ କ'ଣ ହେବ, ସେ ପୁତ୍ର ହେବେ ନା ସେ କନ୍ୟା ହେବେ, ସେ ସବୁକିଛି ସେ ଲିପିବଦ୍ଧ କରୁଛନ୍ତି। ସେ କାହା ଦ୍ୱାରା ଜନ୍ମଗ୍ରହଣ କରିବେ, ସେ ସ୍ତ୍ରୀ ଦ୍ୱାରା ନା କନ୍ୟା ଦ୍ୱାରା, ତାହାଙ୍କର ନାମ କ'ଣ ହେବ, ସେ ସବୁ କିଛି କ'ଣ କରୁଛନ୍ତି, ଯିଶାୟ ଭବିଷ୍ୟତ ବକ୍ତାଙ୍କ ମୁଖରୁ ସେ କ'ଣ କରୁଛନ୍ତି, ଏହି ସ୍ଥାନରେ ସେ ଭବିଷ୍ୟତବାଣୀ କରୁଛନ୍ତି। ଏହି ସ୍ଥାନରେ ଅନେକ ବିଷୟ ଲେଖାଯାଏ। ଯଦି ଆପଣ 6 ପଦ ପଢ଼ିବେ, ଲେଖାଯାଏ ଯେ ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ। ପ୍ରଥମରେ ଦେଖିବେ ଆଶ୍ଚର୍ଯ୍ୟ, ଦ୍ୱିତୀୟରେ ମନ୍ତ୍ରୀ, ତୃତୀୟରେ ପରାକ୍ରାନ୍ତ ପରମେଶ୍ୱର, ଚତୁର୍ଥରେ ଅନନ୍ତକାଳୀନ ପିତା, ପଞ୍ଚମରେ ଶାନ୍ତି ରାଜା ହେବ। ମୁଁ ଏହି 5ଟି ବିଷୟ ମଧ୍ୟରୁ ମୁଁ ଗୋଟିଏ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ ଯେ ଯେଉଁ ବାଳକ ଆମ୍ଭମାନଙ୍କ ନିମନ୍ତେ ଦତ୍ତ ହୋଇଅଛନ୍ତି, ଅର୍ଥାତ୍ ଯେଉଁ ବାଳକ ବେଥଲେହେମରେ ଯେ କି ମାନବ ରୂପ ଧାରଣ କରି ସେ ଜନ୍ମଗ୍ରହଣ କରିଅଛନ୍ତି, ସେହି ବାଳକ ଯୀଶୁଖ୍ରୀଷ୍ଟ, ତାହାଙ୍କ ନାମ ଯୀଶୁଖ୍ରୀଷ୍ଟ। ଏହି ସ୍ଥାନ ଲେଖାଯାଏ ଯେ ତାହାଙ୍କର ନାମ ଆଶ୍ଚର୍ଯ୍ୟ। ଆଜିର ପ୍ରସଙ୍ଗ ହେଲା ଯୀଶୁଙ୍କର ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ। ବାକ୍ୟରୁ ଆମେ 7ଟି ବିଷୟ ଧ୍ୟାନ କରିବା। ଆପଣମାନଙ୍କ ନିକଟରେ ମୁଁ 7ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ଯୀଶୁଖ୍ରୀଷ୍ଟଙ୍କର ନାମ ଆଶ୍ଚର୍ଯ୍ୟ କାହିଁକି। ପ୍ରଥମ ବିଷୟ ଆପଣମାନେ ମୋ ସହିତ ଦେଖିବେ। ଆପଣମାନେ ପ୍ରେରିତ ଯୋହନଙ୍କ ଦ୍ୱାରା ଲିଖିତ ପ୍ରଥମ ଯୋହନ 2 ଅଧ୍ୟାୟ ଯଦି ଆସିବେ, ପ୍ରଥମ ଯୋହନ 2 ଅଧ୍ୟାୟ 12 ପଦ ପ୍ରତି ଯଦି ଧ୍ୟାନ ଦେବେ, ଲେଖାଯାଏ, ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି କାରଣ ତାହାଙ୍କ ନାମ ସକାଶେ, ଅର୍ଥାତ୍ ଯୀଶୁଙ୍କ ନାମ ସକାଶେ ଆମେ କଥାବାର୍ତ୍ତା ହେଉଛୁ ଯେ ଯୀଶୁଙ୍କର ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ। ସେ ଲେଖୁଛନ୍ତି ତାହାଙ୍କ ନାମ ସକାଶେ ତୁମ୍ଭମାନଙ୍କର ପାପ କ୍ଷମା ହୋଇଅଛି। ପ୍ରଭୁଙ୍କ ନାମର ଗୌରବ ହଉ। ଯୀଶୁଙ୍କର ନାମ ଏଥିପାଇଁ ଆଶ୍ଚର୍ଯ୍ୟ ଅଟେ, ଯୀଶୁଙ୍କର ନାମ ସମସ୍ତ ମାନବ ଜାତିର ପାପକୁ କ୍ଷମା କରେ।
ସମସ୍ତ ମାନବ ଜାତିର ପାପ ଦୂର କରିଦିଏ। ଯୀଶୁଙ୍କ ନାମ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିର ନାମ, ଅନ୍ୟ କୌଣସି ଗୁରୁ, ଅନ୍ୟ କୌଣସି ବାବା, ଅନ୍ୟ କୌଣସି ପଣ୍ଡିତ ମହାପୁରୁଷଙ୍କର ନାମ କେବେ ମଧ୍ୟ ମାନବ ଜାତିର ପାପକୁ କ୍ଷମା କରିପାରେ ନାହିଁ। ମାତ୍ର ଏହି ସ୍ଥାନରେ ଆମେ ଦେଖୁଛୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଆମମାନଙ୍କୁ କହେ ଯେ ତାହାଙ୍କ ନାମ ସକାଶେ, ଅର୍ଥାତ୍ ସେହି ବାଳକର ନାମ ଆଶ୍ଚର୍ଯ୍ୟ, ସେହି ବାଳକର ନାମ ଆଶ୍ଚର୍ଯ୍ୟ ହେବ, ଅର୍ଥାତ୍ ସେହି ଯୀଶୁଖ୍ରୀଷ୍ଟଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। କାହିଁକି ଆଶ୍ଚର୍ଯ୍ୟ ଅଟେ? କାରଣ ତାହାଙ୍କର ନାମ ସକାଶେ ଆମ୍ଭମାନଙ୍କର ପାପ କ୍ଷମା ହେଇଯାଇଛି। ତାହାଙ୍କ ନାମର ଗୌରବ ହଉ, ସେଥିପାଇଁ ତାହାଙ୍କର ନାମ ଆଶ୍ଚର୍ଯ୍ୟ ଅଟେ। ଆମର ପାପ କ୍ଷମା ଆମେ ଧର୍ମକର୍ମରୁ ପାଇନାହୁଁ। ଆମେ କ୍ଷମା ପାଇବା ପାଇଁ ଆମେ କୌଣସି ଛାଗର ରକ୍ତ, କୌଣସି ବୃଷର ରକ୍ତ ଦେଇ ଆମେ କ୍ଷମା ପାଇନାହୁଁ। ତାହାଙ୍କ ନାମ ଆମକୁ କ'ଣ କରିଛି? ଆମର ସବୁ ପାପକୁ କ୍ଷମା କରିଛି। ତାହାଙ୍କ ନାମରେ ବିଶ୍ୱାସ କରିବାରୁ, ତାହାଙ୍କ ନାମରେ ଆମେ ଭରସା ରଖିବାରୁ ଆମର ପାପ କ'ଣ ହେଇଯାଇଛି? କ୍ଷମା ହେଇଯାଇଛି। ସେଥିପାଇଁ ଯୀଶୁଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। ଦିନେ ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟିଏ ଗୃହ ଭିତରେ ଥିଲେ। ଲୋକ ବହୁତ ଗହଳି ଥିଲେ। ଗୋଟିଏ ପକ୍ଷାଘାତ ରୋଗୀକୁ ଲୋକମାନେ ଖଟିଆରେ ବହି ଆଣିଲେ। ସେଇ ଗୃହ ଭିତରକୁ ଯିବା ପାଇଁ ସ୍ଥାନ ନଥିବାରୁ ସେମାନେ ସେ ଗୃହର ଛାତ ଉପରେ ଚଢ଼ି ଘରକୁ ସେମାନେ କଣା କରି ଯୀଶୁ ଯେଉଁ ସ୍ଥାନରେ ବସିଛନ୍ତି ସେହି ସ୍ଥାନରେ ଓହ୍ଲେଇ ଦେଲେ। ସେହି ସମୟରେ ଯୀଶୁ କହିଲେ, ବତ୍ସ, ସାହସ ଧର, ତୁମର ପାପ ସବୁ କ୍ଷମା କରାଗଲା। ସେହି ସମୟରେ ଶାସ୍ତ୍ରୀ ଫାରୁସୀମାନେ ବଚସା କରି ତର୍କ ବିତର୍କ କରିବାକୁ ଲାଗିଲେ। ଏ କିପରି ବ୍ୟକ୍ତି ପାପ ମଧ୍ୟ କ୍ଷମା କରୁଛି? ଏହା ଈଶ୍ୱରଙ୍କ ନିନ୍ଦା କରୁଅଛି। ଏପରି କହିବା ସମୟରେ ଯୀଶୁ କହିଲେ, ଏହି ପୃଥିବୀରେ ପାପ କ୍ଷମା କରିବାର ଅଧିକାର ମନୁଷ୍ୟ ପୁତ୍ର ପାଖରେ ରହିଛି। ଏହି ପୃଥିବୀରେ ମନୁଷ୍ୟ ପୁତ୍ରଙ୍କର ପାପ କ୍ଷମା କରିବାର ଅଧିକାର ରହିଛି। ଆଉ ତାହାଙ୍କ ନାମରେ ସେହି ଶଯ୍ୟାଶାୟୀ ବ୍ୟକ୍ତି, ଅର୍ଥାତ୍ ପକ୍ଷାଘାତରେ ଶଯ୍ୟାଶାୟୀ ସେହି ବ୍ୟକ୍ତି ଖଟିଆ ଘେନି ସେ ଘରକୁ ଚାଲି ଯାଉଛି। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁଙ୍କ ନାମ ଏଥିପାଇଁ ଆଶ୍ଚର୍ଯ୍ୟ ଅଟେ କାରଣ ସେହି ନାମରେ ଆମର ସବୁ ପାପ କ୍ଷମା ହେଇଯାଇଛି। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ଆପଣମାନେ ଆସିବେ ମୋ ସହିତ ମାଥିଉ ଲିଖିତ ସୁସମାଚାର 1 ଅଧ୍ୟାୟ 21 ପଦରେ ଏହି ପ୍ରକାର ଲେଖାଯାଏ, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ସବୁ ପାପରୁ ସେ ଆମକୁ କ'ଣ କରିବେ? ଉଦ୍ଧାର କରିବେ। କିଏ? ସେହି ଯୀଶୁ ନାମ। ତୁମେ ତାହାଙ୍କ ନାମ ଯୀଶୁ ଦେବ ଆଉ ସିଏ କ'ଣ କରିବେ? ଆପଣା ଲୋକମାନଙ୍କୁ ସମସ୍ତ ପାପରୁ, ଗୋଟିଏ ପାପରୁ ନାହିଁ। ମିଛ କହିବା ଠାରୁ, ଆମେ ମଦ ପିଇବା ଠାରୁ, ସିଗାରେଟ୍ ପିଇବା ଠାରୁ, ସିନେମା ଦେଖିବା ଠାରୁ, ଜୁଆ ଆଡାରୁ, ବିଭିନ୍ନ ପ୍ରକାର ପାପରୁ ସେ ଆମକୁ ଉଦ୍ଧାର କରିବେ। କିଏ? ତ୍ରାଣକର୍ତ୍ତା। ଯୀଶୁ ନାମର ଅର୍ଥ ହେଲା ଉଦ୍ଧାରକର୍ତ୍ତା, ପରିତ୍ରାଣକର୍ତ୍ତା। ସେ ଆମକୁ ଉଦ୍ଧାର କରିବା ପାଇଁ ଆଜିକୁ 2024 ବର୍ଷ ତଳେ ସେଇ ବେଥଲିହେମରେ ସେ ମାନବ ରୂପ ଧାରଣ କରି ସେ ଜନ୍ମଗ୍ରହଣ କଲେ। ଆଉ ସେହି ନାମ ଯୀଶୁ, ଯିଏକି ଆମକୁ କ'ଣ କରେ? ସମସ୍ତ ପାପରୁ ପରିତ୍ରାଣ ଦେବା ପାଇଁ ସାମର୍ଥ୍ୟ ଅଟେ। ତାହାଙ୍କ ନାମର ଗୌରବ ହଉ। ସେଥିପାଇଁ ଯୀଶୁଙ୍କର ନାମ ଆଶ୍ଚର୍ଯ୍ୟ ଅଟେ। କାହିଁକି ଆଶ୍ଚର୍ଯ୍ୟ ଅଟେ? ସେ ଆମକୁ କ'ଣ କରିଛନ୍ତି? ସମସ୍ତ ପାପରୁ ପରିତ୍ରାଣ ଦେଇଛନ୍ତି। ଯଦି ଆପଣ ପ୍ରେରିତ ପୁସ୍ତକ 4 ଅଧ୍ୟାୟ 12 ପଦ ପଢ଼ିବେ, ଲେଖାଯାଏ ଯେ ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। କାହା ଛଡ଼ା? ଯୀଶୁଙ୍କ ଛଡ଼ା। ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ଦିନେ ବାପ୍ତିଜକ ଯୋହନ ଯୀଶୁଙ୍କୁ ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ସେ ଜଗତର ପାପକୁ ବୋହି ନେଇ ଯାଆନ୍ତି। ଆମର ସବୁ ପାପକୁ ସେ ବୋହି ନେଇ ଗଲେ। କୋଉଠି ବୋହି ନେଇ ଗଲେ? ସେ ଗଲଗଥା କ୍ରୁଶର ମୃତ୍ୟୁ ପର୍ଯ୍ୟନ୍ତ ଆମର ସବୁ ପାପକୁ ସେ ବୋହି ନେଲେ। ଆଉ ସୂର୍ଯ୍ୟ ଅର୍ଥାତ୍ ଆମମାନଙ୍କର ପୂର୍ବରୁ ପଶ୍ଚିମ ଯେତେ ଦୂର, ସେତେ ଦୂର ପର୍ଯ୍ୟନ୍ତ ଆମର ପାପକୁ ସେ କ'ଣ କରିଦେଲେ? ଦୂର କରିଦେଲେ। ସେଥିପାଇଁ ତାହାଙ୍କ ନାମ ଆଶ୍ଚର୍ଯ୍ୟ ଅଟେ।
ଆଶ୍ଚର୍ଯ୍ୟ ଭାବରେ ଆମକୁ କ'ଣ କଲେ? ବଦଳାଇ ଦେଲେ, ପରିବର୍ତ୍ତନ କରିଦେଲେ। ପାପର ସେଇ ଗାତରୁ ସେ ଆମକୁ ବାହାର କରି ଆଣିଲେ। ତାହାଙ୍କ ନାମର ଗୌରବ ହଉ। ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ ଯେ ଯୀଶୁଙ୍କ ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ। ମୋ ସହିତ ଆପଣମାନେ ବାହାର କରିବେ ସେହି ପ୍ରଥମ ଜୋହନ 5 ଅଧ୍ୟାୟ। ପ୍ରଥମ ଜୋହନ 5 ଅଧ୍ୟାୟ 13 ପଦ ଆମେ ପଢ଼ିବା। ପ୍ରଥମ ଜୋହନ 5 ଅଧ୍ୟାୟ 13 ପଦରେ ଏ ପ୍ରକାର ଲେଖାଯାଏ, ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ ଯେପରି ଜାଣ ଯେ ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। ପ୍ରଭୁଙ୍କ ନାମର ଗୌରବ ହଉ। ତାହାଙ୍କର ନାମ ଅର୍ଥାତ୍ ଯୀଶୁଙ୍କ ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ? କାରଣ ଯୀଶୁଙ୍କ ନାମ ଆମକୁ ଅନନ୍ତ ଜୀବନ ଦେଇଅଛି। ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଆମ୍ଭେମାନେ ଅନନ୍ତ ଜୀବନ ପାଇଛୁ। ତାହାଙ୍କ ନାମର ଗୌରବ ହଉ। ଅନନ୍ତ ଜୀବନ କହିଲେ କ'ଣ? ଯୀଶୁଙ୍କୁ ଜାଣିବା ହିଁ ଅନନ୍ତ ଜୀବନ। ଯଦି ଜୋହନ 17 ଅଧ୍ୟାୟ 3 ପଦ ଯଦି ପଢ଼ିବେ, ଜୋହନ ଲିଖିତ ସୁସମାଚାର 17 ଅଧ୍ୟାୟ 3 ପଦ ପଢ଼ିବେ, ସେହି ସ୍ଥାନରେ ଲେଖାଯାଉଛି ଯେ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭକୁ ଅର୍ଥାତ୍ ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ଅନନ୍ତ ଜୀବନ ବୋଲି କହିଲେ ଯେଉଁ ଜୀବନର ଆରମ୍ଭ ନାହିଁ କି ଶେଷ ନାହିଁ, ଅର୍ଥାତ୍ ଯେଉଁ ଜୀବନ ଦୂତମାନଙ୍କ ପାଖରେ ମଧ୍ୟ ନାହିଁ, ସ୍ୱର୍ଗର ଦୂତମାନଙ୍କ ପାଖରେ ମଧ୍ୟ ସେହି ଅନନ୍ତ ଜୀବନ ନାହିଁ। ମାତ୍ର ଯେବେ ଆମେ ଯୀଶୁଙ୍କୁ ଜାଣିଲୁ, ଯୀଶୁଙ୍କର ନାମ ଠାରେ ଆମେ ବିଶ୍ୱାସ କଲୁ, ସେହିଦିନ ସେହି ଯୀଶୁ ନାମ ଆମକୁ ଅନନ୍ତ ଜୀବନ ଦେଇଦେଲା। ସେହି ଯୀଶୁ ନାମ ଆମକୁ ଅନନ୍ତ ଜୀବନ ପ୍ରଦାନ କଲା। ସେଥିପାଇଁ ଯୀଶୁଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 4 ଅଧ୍ୟାୟ ମୋ ସହିତ ଆପଣ ପଢ଼ିବେ। 4 ଅଧ୍ୟାୟ 10 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ତାହା ହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ, ଯେଉଁ ନାଜରେତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ୱର ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି, ତାହାଙ୍କ ନାମରେ, ହଁ ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି। ତାହାଙ୍କ ନାମର ଗୌରବ ହଉ। ଯୀଶୁଙ୍କ ନାମରେ ସୁସ୍ଥତା ରହିଛି। କି ପ୍ରକାର ସୁସ୍ଥତା? ଯେଉଁ ସୁସ୍ଥତା ବିଜ୍ଞାନ ଦେଇପାରେ ନାହିଁ, ସାଇନ୍ସ ଦେଇପାରେ ନାହିଁ, ଯେଉଁ ସୁସ୍ଥତା କୌଣସି ଔଷଧ ଦେଇପାରେ ନାହିଁ, ଯେଉଁ ସୁସ୍ଥତା ମନୁଷ୍ୟମାନଙ୍କର ବୁଦ୍ଧି ଜ୍ଞାନ ଦେଇପାରେ ନାହିଁ, ସେହି ସ୍ଥାନରେ ଯୀଶୁଙ୍କ ନାମ କ'ଣ କରେ? କାର୍ଯ୍ୟ କରେ, ସୁସ୍ଥତା ଦିଏ। ଯୀଶୁଙ୍କ ନାମରେ ଛୋଟାମାନେ ଚାଲନ୍ତି, ଅନ୍ଧମାନେ ଦେଖନ୍ତି, ମୃତମାନେ ଉଠି ବସନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ମୋର ସେବା କାର୍ଯ୍ୟରେ ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି। କେମିତି କରିଛନ୍ତି? ଆମର ପବିତ୍ରତା, ଭଦ୍ରତା, ନମ୍ରତା ପାଇଁ ନୁହେଁ, ଯୀଶୁଙ୍କ ନାମ କରିଛି। କାରଣ ସେହି ନାମରେ ଶକ୍ତି ରହିଛି, ସାମର୍ଥ୍ୟ ରହିଛି। ଏଠି ଆମେ ଦେଖୁଛୁ ଯେ ଯୀଶୁଙ୍କ ନାମରେ ସୁସ୍ଥତା ଅଛି। ସେଥିପାଇଁ ତାହାଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। ଅନେକ ଭୂତଗ୍ରସ୍ତ ଲୋକମାନଙ୍କୁ ମୋ ନିକଟକୁ ଅନେକ ଲୋକ ଆଣିଛନ୍ତି। ମୁଁ ସେମାନଙ୍କୁ ଏତିକି କେବଳ କହିଛି, ରେ ଭୂତ, ତୁ ଯୀଶୁଙ୍କ ନାମରେ ବାହାରି ଯା। ଯୀଶୁଙ୍କ ନାମରେ ଭୂତମାନେ ତରହର ହୋଇ ପଳାଇଛନ୍ତି। କାହିଁକି? କାରଣ ଆଶ୍ଚର୍ଯ୍ୟ ଅଟେ। ମନୁଷ୍ୟ ଯାହା କରିପାରେ ନାହିଁ, ମନୁଷ୍ୟର ବୁଦ୍ଧି, ଜ୍ଞାନ, ଟଙ୍କା ଯେଉଁଠି କାମ କରେ ନାହିଁ, ଯୀଶୁଙ୍କର ନାମ ସେଠି କାମ କରେ। ଯୀଶୁଙ୍କ ନାମ ଏତେ ଶକ୍ତିଶାଳୀ ଅଟେ। ସେଥିପାଇଁ ଯୀଶୁଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। ମୁଁ ପଞ୍ଚମ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଜୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 13 ଆଉ 14 ପଦରେ ଏ ପ୍ରକାର ଲେଖାଯାଏ, ପୁଣି ପିତା ଯେପରି ପୁତ୍ରଙ୍କ ଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ ତାହା ମୁଁ କରିବି। ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମାଗିବ, ଯଦି ତୁମ୍ଭେମାନେ ମୋ ନାମରେ କୌଣସି ବିଷୟ ମୋତେ ମାଗିବ, ମୁଁ ତାହା କରିବି। ଦେଖନ୍ତୁ, ଯୀଶୁଙ୍କ ନାମରେ
ଏହି ଦୁନିଆର ଲୋକମାନେ ଆମକୁ କେହି ମଧ୍ୟ ଯୀଶୁଙ୍କ ନାଁରେ ଆମେ ଆସିଛୁ ବୋଲି କେହି ମଧ୍ୟ ଆମକୁ ଗ୍ରହଣ କରିବେ ନାହିଁ। ଯୀଶୁଙ୍କ ନାମରେ ଆମେ ଯଦି କୋର୍ଟକୁ ଯିବା, ଯୀଶୁଙ୍କ ନାମରେ କୌଣସି ବ୍ୟାଙ୍କକୁ ଯିବା, ଅଫିସକୁ ଯିବା, ଆମକୁ କେହି ମଧ୍ୟ ଚିହ୍ନି ନାହାନ୍ତି, ଜାଣି ନାହାନ୍ତି, ଆମକୁ କିଏ ଗ୍ରହଣ କରିବେ ନାହିଁ, ଆମକୁ ଅଗ୍ରାହ୍ୟ କରିଦେବେ। ମାତ୍ର ଯୀଶୁଙ୍କ ନାମରେ ଆମର କଥା ସ୍ୱର୍ଗ ମଧ୍ୟ ଶୁଣେ। ଯୀଶୁଙ୍କ ନାମରେ ସ୍ୱର୍ଗ ଆମକୁ ଗ୍ରହଣ କରେ, ସ୍ୱର୍ଗ ଆମକୁ ଗୌରବ ଦିଏ, ପ୍ରଶଂସା କରେ। ସେଥିପାଇଁ ଯୀଶୁଙ୍କ ନାମ ସବୁଠାରୁ ଉଚ୍ଚରେ ରହିଛି। ଇତିହାସରେ ସବୁଠାରୁ ଉଚ୍ଚରେ ଆମ ଯୀଶୁଙ୍କ ନାମ। ସେଥିପାଇଁ ଯୀଶୁଙ୍କ ନାମ ଏଥିପାଇଁ ଆଶ୍ଚର୍ଯ୍ୟ ଅଟେ, କାରଣ ତାହାଙ୍କ ନାମରେ ସ୍ୱର୍ଗ ମଧ୍ୟ ଆମର କଥା ଶୁଣେ, ସ୍ୱର୍ଗ ମଧ୍ୟ ଆମର କଥା ଶୁଣେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ଷଷ୍ଠ ବିଷୟ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ। ଫିଲିପିଓ 2 ଅଧ୍ୟାୟ, ସାଧୁ ପାଉଲଙ୍କ ଦ୍ୱାରା ଲିଖିତ ଫିଲିପିଓ ପତ୍ର 2 ଅଧ୍ୟାୟ 9ରୁ 11 ପଦ ପର୍ଯ୍ୟନ୍ତ ଏ ପ୍ରକାର ଲେଖାଯାଏ। ଏହି କାରଣରୁ, କେଉଁ କାରଣରୁ? ନମ୍ର ହେବା କାରଣରୁ, ନିଜକୁ ନତ କରିବା କାରଣରୁ, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଯିବା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଦେଖନ୍ତୁ କେତେ ଶକ୍ତିଶାଳୀ ନାମ। ତାହାଙ୍କ ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ? ପୃଥିବୀର ସବୁ ଜିଭା ଦିନେ କହିବ ଯେ ଯୀଶୁ ହିଁ ପ୍ରଭୁ ଅଟନ୍ତି। ପୃଥିବୀର ଯେତିକି ମାନବ ଜାତି ଦିନେ ଆଣ୍ଠେଇବେ, ସମସ୍ତଙ୍କର ଜାନୁ ବା ଆଣ୍ଠୁ ନତ ହେବ ତାହାଙ୍କ ନାମରେ। ଏହି ପ୍ରକାର ପରମେଶ୍ୱର ପୃଥିବୀରେ କେହି ନାହାନ୍ତି, ଜଣେ ଅଛନ୍ତି, ତାହାଙ୍କ ନାମ ଯୀଶୁ, ତାହାଙ୍କ ନାମ ଯୀଶୁଖ୍ରୀଷ୍ଟ। ସେଥିପାଇଁ ତାହାଙ୍କ ନାମ ଆଶ୍ଚର୍ଯ୍ୟ ଅଟେ। ଆଉ ସେହି ପରମେଶ୍ୱରଙ୍କର ସେବା କରିବାର ସୁଯୋଗ, ସୌଭାଗ୍ୟ, ଅନୁଗ୍ରହ ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। ଆମ ପରି ଅଯୋଗ୍ୟ ଲୋକମାନଙ୍କୁ ଡାକି ସେ ଏହି ସୌଭାଗ୍ୟ ଆମ ଜୀବନରେ ସେ ଯୋଗ କରିଛନ୍ତି। ତାହାଙ୍କ ନାମର ପ୍ରଶଂସା ହେଉ। ଯୀଶୁଙ୍କ ନାମ ଏଥିପାଇଁ ଆଶ୍ଚର୍ଯ୍ୟ ଅଟେ। ସପ୍ତମ ବିଷୟ, ଶେଷ ବିଷୟ ଆମେ ପାଠ କରି ସମାପ୍ତ କରିବା। ଆପଣମାନେ ମୋ ସହିତ ଆସିବେ। ଦ୍ୱିତୀୟ ଥେସଲୋନିକୀୟ 1 ଅଧ୍ୟାୟ 12 ପଦରେ ଲେଖାଯାଏ, ସାଧୁ ପାଉଲ ଏ ପ୍ରକାର ସେ ଲେଖନ୍ତି, ତାହା ହେଲେ ଆମ୍ଭମାନଙ୍କ ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ। ତାହାଙ୍କ ନାମର ଗୌରବ ହେଉ। ଯୀଶୁଖ୍ରୀଷ୍ଟ ସ୍ୱୟଂ ପରମେଶ୍ୱର ଅଟନ୍ତି। ସେ କହୁଛନ୍ତି ଯେ ତୁମ୍ଭେମାନେ ମୋ ଠାରେ ଗୌରବାନ୍ୱିତ ହେବ। କେତେବେଳେ? ତାହାଙ୍କ ନାମ ସକାଶେ। ଯୀଶୁଙ୍କ ନାମ ତୁମ୍ଭମାନଙ୍କ ଠାରେ ଗୌରବାନ୍ୱିତ ହେବ, ଆଉ ଆମଠାରେ ଯୀଶୁ ଗୌରବାନ୍ୱିତ ହେବେ। ଆଜି ଯଦି ଲୋକ ଆମକୁ ପସନ୍ଦ କରୁଛନ୍ତି, ଆଜି ଯଦି ଲୋକ ଆମକୁ ସମ୍ମାନ ଦେଉଛନ୍ତି, ଆମକୁ ଆଦର କରୁଛନ୍ତି, ଆମକୁ ହାତରେ ଦାନ ଦେଉଛନ୍ତି, କ'ଣ ପାଇଁ? ତାହାଙ୍କ ନାମ ସକାଶୁ। ଆମର ପୂର୍ବପୁରୁଷ, ଆମର ଜାତି କୁଟୁମ୍ବଙ୍କର ନାମ, ଆମର ପରିଚୟ, ଏଇଟା କୌଣସି ପ୍ରକାର ମୂଲ୍ୟ ନୁହେଁ। ଏଇଟା ସବୁ ମୂଲ୍ୟହୀନ ଅଟେ। ଆମେ ମୂଲ୍ୟହୀନ ଥିଲୁ, ଆମେ ଅଗୌରବଯୁକ୍ତ ଥିଲୁ। ଆମେ ଲୋକଙ୍କ ଦୃଷ୍ଟିରେ ନୀଚ, ଛୋଟ, ଅଗଣିତ ଥିଲାବେଳେ ପରମେଶ୍ୱର ଆମକୁ କ'ଣ କଲେ? ଗ୍ରହଣ କଲେ, ବାଛିଲେ, ଆଉ ଆମକୁ ସେ ପରିଷ୍କାର କଲେ। ସେଥିପାଇଁ ଆଜି ଲୋକ ଆମକୁ ପସନ୍ଦ କରୁଛନ୍ତି। କ'ଣ ପାଇଁ? ଯୀଶୁଙ୍କ ନାମ ସକାଶୁ। ଯୀଶୁଙ୍କ ନାମ ସକାଶୁ ଆମକୁ କ'ଣ ହୁଏ? ଲୋକମାନେ ଆମକୁ ଗୌରବ କରନ୍ତି, ଆମର ପ୍ରଶଂସା କରନ୍ତି। ନହେଲେ ସମୟ ଥିଲା ଆମକୁ କିଏ ପଚାରିବା ଲୋକ ନଥିଲେ। ସେ ଆମକୁ ନୂଆ ଲୋକ କରିଦେବାରୁ ଲୋକମାନେ ଆମକୁ ଗୌରବ ଦେଉଛନ୍ତି। ତାହାଙ୍କର ଅଶେଷ ଅନୁଗ୍ରହ ଅଟେ ଏହା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆମେ ଏହା ଜାଣି ରଖିବା ଯେ ଯୀଶୁଙ୍କ ନାମ କାହିଁକି ଆଶ୍ଚର୍ଯ୍ୟ ଅଟେ। ତାହାଙ୍କ ନାମରେ ଆମର ପାପ କ୍ଷମା ହେଇଛି, ଯୀଶୁଙ୍କ ନାମରେ ଆମର ଉଦ୍ଧାର ହେଇଛି, ପରିତ୍ରାଣ ହେଇଛି। ତାହାଙ୍କ ନାମରେ ଆମେ ଅନନ୍ତ ଜୀବନ ପାଇଛୁ, ଆଉ ଯୀଶୁଙ୍କ ନାମରେ ସୁସ୍ଥତା ରହିଛି। ତାହାଙ୍କ ନାମରେ ସ୍ୱର୍ଗ ମଧ୍ୟ ଆମର କଥା ଶୁଣେ।
ଆଉ ତାହାଙ୍କ ନାମରେ ସବୁ ଜିଭା କଥା କହେ ଯେ ସେ ପ୍ରଭୁ ବୋଲି, ସବୁ ଆଣ୍ଠୁ ନତ ହୁଏ ସେ ପରମେଶ୍ୱର ବୋଲି। ଆଉ ତାହାଙ୍କ ନାମ ଆମକୁ କ'ଣ କରିଛି? ଗୌରବାନ୍ୱିତ କରିଛି। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।